ଆପଣ ଗୋଟିଏ ବାୟୋଲୋଜିକାଲ ବିଜନେସ୍ କରୁଛନ୍ତି ବୋଲିକରି ସଦାସର୍ବଦା ମନେ ରଖିଛନ୍ତି ତ? ଆପଣଙ୍କ ପାଇଁ ମାର୍କେଟଟା ସଦାସର୍ବଦା ଭୋଲାଟାଇଲ୍ ଏବଂ ଆପଣ ସଦାସର୍ବଦା ଭଲନେରେବୁଲ, କାରଣ ଆପଣଙ୍କ ହାତରେ କୌଣସି କଷ୍ଟମର ନାହାନ୍ତି କି ମାର୍କେଟ ମଧ୍ୟ ନାହିଁ। ଏପଟେ ଆପଣ ଆପଣଙ୍କ ଜିନିଷକୁ ଅଧିକ ସମୟ ରଖିପାରିବେ ନାହିଁ। ତେଣୁ ୱର୍ଷ୍ଟ କେସ୍ରେ ଯଦି ସେକେଣ୍ଡ ଇୟରର ପ୍ରଥମ ହାର୍ଭେଷ୍ଟିଂ ସିଜନରେ ପିଜୁଳିର ଦାମ ମାର୍କେଟରେ 20% ଡ୍ରପ୍ ହେଇଗଲା, ସେ କ୍ଷେତ୍ରରେ ଆପଣଙ୍କର ଗଣନା କ'ଣ କହୁଛି? ହିସାବ କିତାବ କରିଛନ୍ତି ତ? ଆପଣଙ୍କର 2 ବର୍ଷ ଭିତରେ ଖର୍ଚ୍ଚ କେତେ ହେଲା? ମାର୍କେଟ ପ୍ରାଇସ୍ ଡ୍ରପ୍ ହେଇଗଲା, ସେଥିପାଇଁ ଆପଣଙ୍କ ଖର୍ଚ୍ଚ କମିବ ନାହିଁ। ଖର୍ଚ୍ଚ ଏଗନେଷ୍ଟରେ 2 ବର୍ଷ ଭିତରେ ଆପଣଙ୍କର କେତେ ଇନକମ୍ ହେଲା? ପ୍ରଫିଟ୍ କେତେ ବାହାରିଲା? ମୂଳଧନ ଉଠୁଛି ତ? ଯଦି ନ ଉଠିଲା, ମୂଳ ଉଠାଇବା ପାଇଁ ଆପଣଙ୍କୁ ଆଉ କେତେ ବର୍ଷ ସମୟ ଲାଗିବ? ସେତେ ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ଆନୁଆଲ ଅପରେସନାଲ କଷ୍ଟ କେତେ ଆସୁଛି? କଷ୍ଟ ତ ପ୍ରତିବର୍ଷ ଅନ୍ ଆନ୍ ଆଭରେଜ 20% ବଢ଼ି ଚାଲିବ। ଏପଟେ ଯଦି ପିଜୁଳିର ପ୍ରାଇସ୍ 10 to 20% ହାରରେ କମି ଚାଲିଲା, ନ କମିବ ବୋଲି କେହି ଗ୍ୟାରେଣ୍ଟି ଦେବେନି। ତେବେ ଆପଣଙ୍କର ସ୍ୱପ୍ନ କୋଉଠି ରହିଲା? ସ୍ୱପ୍ନ ରହିଗଲା। ଆପଣ ତ ମୂଳ ଉଠାଇ ପାରୁନାହାନ୍ତି। ଯଦି କେଉଁଠୁ ଲୋନ୍ କରିକିରି ଇନଭେଷ୍ଟମେଣ୍ଟ କରିଥିବେ, ତେବେ ଲୋନ୍ର ଇଣ୍ଟରେଷ୍ଟ ପ୍ରତିବର୍ଷ ବଢ଼ି ବଢ଼ି ଚାଲିଲା, ସେପଟେ ଇନକମ୍ କମି କମି ଚାଲିଲା। ତାର ଅର୍ଥ ଆପଣଙ୍କର ଷ୍ଟ୍ରଗଲ ଫର ସର୍ଭାଇଭାଲ ଦ୍ୱିତୀୟ ବର୍ଷରୁ ହିଁ ଆରମ୍ଭ ହୋଇଗଲା। ଆଜି ଓଡ଼ିଶାରେ ତଥା ଭାରତରେ ଶତକଡ଼ା 50% ପିଜୁଳି ଚାଷୀ ସର୍ଭାଇଭାଲ ପାଇଁ ଷ୍ଟ୍ରଗଲ କରୁଛନ୍ତି, ବଞ୍ଚି ରହିବା ପାଇଁ ସଂଘର୍ଷ କରୁଛନ୍ତି। 100ରୁ 25% ଗୁଆଭା ଫାର୍ମର କମ୍ପ୍ଲିଟ୍ ଫେଲୁଅର ହେଇକିରି ଆଜି ତ୍ରାନ୍ତ ହୋଇଗଲେଣି। ସେମାନଙ୍କର ଅତ୍ତାପତ୍ତା କିଛି ମିଳୁନି। ତେଣୁ ସେମାନଙ୍କର ଟୋଟାଲ ସଂଖ୍ୟା ହେଉଛି 75%। 100ରୁ 75% ପିଜୁଳି ଚାଷୀ ଫେଲୁଅର। 100ରୁ ମାତ୍ର 15% ପିଜୁଳି ଚାଷୀ ଦ୍ୱିତୀୟ ବର୍ଷରେ, କେହି ତୃତୀୟ ବର୍ଷରେ ନିଜର ବ୍ରେକ୍ ଇଭିନ୍ ଆଣିଛନ୍ତି ବା ନିଜର ମୂଳଧନ ଫେରି ପାଇଛନ୍ତି। ବ୍ରେକ୍ ଇଭିନ୍ ଆସିଗଲା ପରେ ପ୍ରଫିଟକୁ ସେମାନେ ଆଶା କରୁଛନ୍ତି। ମାତ୍ର 10% ପିଜୁଳି ଚାଷୀ 100ରେ 10 ଜଣ ଆଜି ସଫଳତାର ସ୍ୱାଦ ଚାଖିଛନ୍ତି। କମ୍ପ୍ଲିଟଲି ସକ୍ସେସଫୁଲ 10%, 15% ସଫଳତାକୁ ଆଶା କରୁଛନ୍ତି। ଏହି 4 କ୍ୟାଟାଗୋରୀର ପିଜୁଳି ଚାଷୀମାନଙ୍କ ଭିତରେ ଆପଣଙ୍କର ସ୍ଥାନ କେଉଁଠି? ଆପଣ କ୍ଷିପ୍ର ଗତିରେ ପ୍ରଥମ 50% ପିଜୁଳି ଚାଷୀଙ୍କ ଷ୍ଟ୍ରଗଲ ଭରା କ୍ୟାଟାଗୋରୀ ଭିତରକୁ ଦୌଡ଼ୁନାହାନ୍ତି ତ?